ପତ୍ରାଳାପ ବିଭାଗରେ ଚିରନିଦ୍ରାରେ କର୍ମଚାରୀ। ଜଗତସିଂହପୁର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତ୍ରାଳାପ ବିଭାଗରେ ଜଣେ କର୍ମଚାରୀ ପୂର୍ବାହ୍ନ 9 ଘଟିକା ସମୟରେ ଚିରନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରିବା ଘଟଣା ସରକାରୀ ନୀତି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି। ଏହି କର୍ମଚାରୀ ଜଣଙ୍କ ପ୍ରକୃତରେ ନିଶାସକ୍ତ ଅବସ୍ଥାରେ ଶୋଇ ରହିଛି ନା ଅଫିସ୍ କାର୍ଯ୍ୟ କରି କ୍ଳାନ୍ତ ହୋଇ ଶୋଇପଡ଼ିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ ସକାଳୁ ସକାଳୁ ଅଫିସ୍ ଆସି ଯଦି ଚିରନିଦ୍ରାରେ ଶୋଇ ରହନ୍ତି ତେବେ ଅଫିସ୍ କାର୍ଯ୍ୟ ଚାଲିଛି କିପରି? ଏହି କର୍ମଚାରୀ ଜଣକ ସରକାରୀ କାର୍ଯ୍ୟରେ ନିୟୋଜିତ ହୋଇ ମାସିକ ହଜାର ହଜାର ଟଙ୍କା ବେତନ ପାଉଛନ୍ତି, ହେଲେ କର୍ତ୍ତବ୍ୟରେ ଖିଲାପ କରି ଅଫିସ୍ କାର୍ଯ୍ୟାଳୟରେ ଚିରନିଦ୍ରାରେ ଶୋଇ ରହିବା ଘଟଣା ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଜଗତସିଂହପୁର ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।